ଶ୍ରାବଣର କୌଣସି ସୋମବାର ଦିନ କୌଣସି ଏକ ଶିବ ମନ୍ଦିରକୁ ଯାଇ ଶିବଲିଙ୍ଗରୁ ଉଠେଇ ଆଣନ୍ତୁ ଏହି ଗୋଟିଏ ଗୁପ୍ତ ଜିନିଷ, ଯାହାଦ୍ୱାରା ଭଗବାନ ଭୋଳାଶଙ୍କରଙ୍କର ଆଶୀର୍ବାଦ କୃପା ଦୃଷ୍ଟି ଆପଣଙ୍କ ଉପରେ ସଦାସର୍ବଦା ରହିବ। ଆପଣଙ୍କ ଜୀବନରେ ହେବ ଧନର ବର୍ଷା ଏବଂ ଆପଣ ମଧ୍ୟ ବନିଯିବେ କୋଟିପତି। 22 ଜୁଲାଇ 2024କୁ ଶ୍ରାବଣର ପବିତ୍ର ମାସ ଆରମ୍ଭ ହେବା ପାଇଁ ଯାଉଅଛି। ଭଗବାନ ଭୋଳାଶଙ୍କର ଭୂଲୋକକୁ ପୃଥିବୀ ଲୋକକୁ ଆସିବାକୁ ଯାଉଛନ୍ତି। ବନ୍ଧୁଗଣ, ଶ୍ରାବଣ ମାସର ଆରମ୍ଭ 22 ଜୁଲାଇ 2024କୁ ଆରମ୍ଭ ହୋଇ 19 ଅଗଷ୍ଟ 2024ରେ ଶେଷ ହେବ ଏବଂ ଶ୍ରାବଣ ମାସଟି ଭଗବାନ ଭୋଳାଶଙ୍କରଙ୍କୁ ସମର୍ପିତ ଅଟେ। ତେବେ ଏହି ପବିତ୍ର ମାସରେ ଯିଏ ବି ଭଗବାନ ଭୋଳାଶଙ୍କରଙ୍କର ସଚ୍ଚା ହୃଦୟରେ ଏବଂ ସମ୍ପୂର୍ଣ୍ଣ ବିଧିବିଧାନର ସହିତ ପୂଜା କରିଥାଏ, ତେବେ ଭଗବାନ ଭୋଳାନାଥ ସେହିଭଳି ବ୍ୟକ୍ତିଙ୍କର ଥିବା ସମସ୍ତ ମନସ୍କାମନାକୁ ପୂର୍ଣ୍ଣ କରିଦିଅନ୍ତି। ଅନ୍ୟପଟେ ଯଦି କୌଣସି ବ୍ୟକ୍ତି ଶିବପୁରାଣ ଅନୁସାରେ ଶିବଲିଙ୍ଗରୁ ଏହି ଗୁପ୍ତ ଜିନିଷକୁ ଉଠାଇ ନେଇ ଆସେ ଏବଂ ତାହାକୁ ନିଜର ଘରକୁ ଆଣି ସ୍ଥାପିତ କରିଦେଇଥାଏ, ଯାହା ବିଷୟରେ ଆମେ ଆପଣଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ଜଣାଇବା ପାଇଁ ଯାଉଅଛୁ, ତ କେବେ ବି ସେହି ବ୍ୟକ୍ତିଙ୍କର ଘରେ ଧନ ଦୌଲତର କମି ହୋଇନଥାଏ। ସେହି ବ୍ୟକ୍ତିଙ୍କୁ ନିଜ ଜୀବନରେ ଚାଲିଥିବା ସମସ୍ତ ଦୁଃଖରୁ ତ ମୁକ୍ତି ମିଳିଥାଏ, ତା ସହିତ ସେହି ବ୍ୟକ୍ତିର କୌଣସି ବି ମନସ୍କାମନା ଥାଉ, ତାହା ସବୁ ଭଗବାନ ଭୋଳାନାଥଙ୍କର ଆଶୀର୍ବାଦରୁ ପୂର୍ଣ୍ଣ ହୋଇଯାଇଥାଏ। ଶ୍ରାବଣ ମାସରେ ଆପଣମାନେ ତ ନିଶ୍ଚୟ ଦେଖିଥିବେ, ଯେତେ ବି ଶିବ ଭକ୍ତ ହୋଇଥାନ୍ତି ସେମାନେ ଭଗବାନ ଭୋଳାନାଥଙ୍କର ଭକ୍ତିରେ ଲୀନ ହୋଇଯାଇଥାନ୍ତି। ଯେତେ ବି ଶିବ ଭକ୍ତ ହୋଇଥାନ୍ତି ସେମାନେ ଭଗବାନ ଭୋଳାନାଥଙ୍କର ବିଭିନ୍ନ ପ୍ରକାରରେ ପୂଜାପାଠ କରିଥାନ୍ତି। ଭଗବାନ ଭୋଳାନାଥଙ୍କର ସାମ୍ନାରେ ଉପାୟ କରିଥାନ୍ତି, ଜଳ ଅର୍ପଣ କରିଥାନ୍ତି, ଭଗବାନ ଶିବଙ୍କୁ ମିଠା ଭୋଗ ଲଗାଇଥାନ୍ତି ତଥା କାଉଡ଼ି ଯାତ୍ରା ଆରମ୍ଭ କରିଥାନ୍ତି, ଯାହାଫଳରେ ଭୋଳା ବାବାଙ୍କର ଆଶୀର୍ବାଦ ତାଙ୍କୁ ମିଳିପାରୁ। ଏବଂ ଶ୍ରାବଣରେ ଚାଲୁଥିବା ପ୍ରତ୍ୟେକ ସୋମବାରର ଏକ ଅଲଗା ଅଲଗା ଏବଂ ଖାସ୍ ମହତ୍ତ୍ୱ ରହିଥାଏ। କୁହାଯାଇଥାଏ କି ଶ୍ରାବଣର ପ୍ରତ୍ୟେକ ସୋମବାର ଦିନ ଯଦି କୌଣସି ବ୍ୟକ୍ତି ଭଗବାନ ଭୋଳାଶଙ୍କରଙ୍କ ପାଇଁ ବ୍ରତ କରିଦିଅନ୍ତି, ତେବେ ଭଗବାନ ଭୋଳାନାଥଙ୍କର କୃପା ତାଙ୍କ ଉପରେ ସର୍ବଦା ରହିଥାଏ। ସେହି ବ୍ୟକ୍ତିଙ୍କର ସ୍ୱୟଂ କାଳ ମଧ୍ୟ କୌଣସି ପ୍ରକାରର ବି କ୍ଷତି କରିପାରିନଥାଏ ଏବଂ ତାହା ସହିତ ସେହି ବ୍ୟକ୍ତିର ଜୀବନରେ ଏକ ସକାରାତ୍ମକ ଊର୍ଜା, ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିଥାଏ ଏବଂ ତାଙ୍କର ସମସ୍ତ କାର୍ଯ୍ୟରେ ତାଙ୍କୁ ସବୁ ପ୍ରକାରର ସଫଳତା ନିଶ୍ଚୟ ଦେଖିବାକୁ ମିଳିଥାଏ। କିନ୍ତୁ ଯଦି ଆପଣ ଶ୍ରାବଣର ପ୍ରତ୍ୟେକ ସୋମବାର ଦିନ ଭଗବାନ ଭୋଳାନାଥଙ୍କ ପାଇଁ ବ୍ରତ ଆପଣ ରଖିପାରିବେ ନାହିଁ ଏବଂ ଆପଣ ଶିବଲିଙ୍ଗରୁ ସେହି ଏକ ଗୁପ୍ତ ଜିନିଷକୁ ଆପଣ ଉଠେଇ ଆଣୁଛନ୍ତି ଏବଂ ତାକୁ ଆଣି ଆପଣ ଆପଣଙ୍କର ଘରେ ସ୍ଥାପିତ କରିଦେଉଛନ୍ତି, ଯେଉଁ ଗୁପ୍ତ ଜିନିଷ ବିଷୟରେ ଆମେ ଆପଣଙ୍କୁ ଏହି ଭିଡ଼ିଓରେ କହିବା ପାଇଁ ଯାଉଅଛୁ, ତ ବନ୍ଧୁଗଣ ମାନିକରି ଚାଲନ୍ତୁ, କେବେ ବି ଆପଣଙ୍କର ଘରେ ଧନଧାନ୍ୟର କମି ଦେଖିବାକୁ ମିଳିବ ନାହିଁ। ଆପଣଙ୍କୁ ଆପଣଙ୍କ ଜୀବନର ସମସ୍ତ ପ୍ରକାରର ଦୁଃଖରୁ ନିଶ୍ଚୟ ଭାବରେ ମୁକ୍ତି ମିଳିଯିବ। ଭଗବାନ ଶଙ୍କରଙ୍କର ଅସୀମ କୃପା ନିଶ୍ଚୟ ରୂପରେ ଆପଣଙ୍କ ଉପରେ ସଦାସର୍ବଦା ରହିବ। ଯେଉଁ ଜିନିଷ ସମ୍ପର୍କରେ ଆମେ ଏହି ଭିଡ଼ିଓରେ ଆପଣଙ୍କୁ ବତାଇବା ପାଇଁ ଯାଉଅଛୁ, ଯାହାକୁ ଆପଣ ଏହି ଶ୍ରାବଣ ମାସର କୌଣସି ଏକ ସୋମବାର ଦିନ ଭଗବାନ ଭୋଳାଶଙ୍କରଙ୍କର ମନ୍ଦିରକୁ ଯାଇ ଶିବଲିଙ୍ଗ ଉପରୁ ସେହି ଜିନିଷକୁ ଉଠାଇ ଆଣି ଆପଣଙ୍କ ଘରେ ସ୍ଥାପିତ କରିବାର ଅଛି। ଏହା ଆମେ ଶିବ ପୁରାଣରୁ ଜାଣି ଆପଣଙ୍କୁ ବତାଉଅଛୁ। ଶିବ ପୁରାଣ ଅନୁସାରେ ସେହି ମୁହୂର୍ତ୍ତରେ ଯଦି ଆପଣ ସମ୍ପୂର୍ଣ୍ଣ ବିଧିବିଧାନ ଅନୁସାରେ ଏହି ଶ୍ରାବଣ ମାସର କୌଣସି ବି ସୋମବାର ଦିନ ଆପଣ ଶିବଲିଙ୍ଗରୁ ସେହି ଗୁପ୍ତ ଜିନିଷକୁ ଉଠାଇ କରି ଆଣୁଛନ୍ତି, ତେବେ ଆପଣଙ୍କର ଯେକୌଣସି ବି ମନସ୍କାମନା ଥାଉ, ଯଦି ଆପଣ ବହୁତ ଦିନରୁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ହେଲେ କୌଣସି ଅସୁବିଧା କାରଣରୁ ଆପଣଙ୍କୁ ଚାକିରି ମିଳିପାରୁନାହିଁ, ତେବେ ଆପଣଙ୍କର ଏକ ମନପସନ୍ଦର ଚାକିରି ମଧ୍ୟ ପ୍ରାପ୍ତି ହୋଇଯିବ। ଏହା ସହିତ ଆପଣଙ୍କର ବନ୍ଦ ପଡ଼ିଯାଇଥିବା ବେପାର ଚାଲୁ ହେବାକୁ ଲାଗିବ। ତାହା ସହିତ ଆପଣମାନଙ୍କର ବ୍ୟବସାୟରେ ମଧ୍ୟ ଉନ୍ନତି ପରିଲକ୍ଷିତ ହେବ। ଆପଣଙ୍କ ଜୀବନରେ ଧନ ଆସିବା ଆରମ୍ଭ ହୋଇଯିବ। ଧନ ଆସିବାର ସମସ୍ତ ପ୍ରକାରର ମାର୍ଗ ମଧ୍ୟ ଖୋଲିଯିବ। କରଜର ମାୟାଜାଲରୁ ମଧ୍ୟ ଆପଣ ମୁକ୍ତି ପାଇଯିବେ। ଏହି କଥା ତ ଆପଣ ନିଶ୍ଚୟ ଶୁଣିଥିବେ ଯେ ଭଗବାନ ଭୋଳାନାଥ ଯଦି କୌଣସି ବ୍ୟକ୍ତିଙ୍କୁ ତାଙ୍କର ଆଶୀର୍ବାଦ ପ୍ରଦାନ କରିଦିଅନ୍ତି, ସେହି ବ୍ୟକ୍ତିର ମୁଣ୍ଡ ଉପରେ ଭଗବାନ ଭୋଳାନାଥ ନିଜର ହାତ ରଖିଦିଅନ୍ତି, ତେବେ ସେହିଭଳି ବ୍ୟକ୍ତିଙ୍କର କୌଣସି ବି ବଡ଼ ଶତ୍ରୁ କାଳ କିଛି ବି କ୍ଷତି କରିପାରିନଥାନ୍ତି। ଏଥିପାଇଁ ଯଦି ଆପଣ ମଧ୍ୟ ଚାହୁଁଛନ୍ତି ଭଗବାନ ଭୋଳାନାଥଙ୍କର ଆଶୀର୍ବାଦ ଆପଣଙ୍କ ଉପରେ
କିମ୍ବା ଆପଣଙ୍କ ପରିବାର ଉପରେ ସଦାସର୍ବଦା ବନି ରହୁ। ତେବେ ଆପଣ ଆମର ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ ଏବଂ ଯଦି ଭଗବାନ ଭୋଳାନାଥଙ୍କୁ ଆପଣ ନିଜର ସଚ୍ଚା ହୃଦୟରୁ ଏବଂ ଭକ୍ତି ଶ୍ରଦ୍ଧାର ସହିତ ଭକ୍ତି କରୁଛନ୍ତି ଆପଣ, ତେବେ ତଳେ ଆସୁଥିବା କମେଣ୍ଟ ବକ୍ସରେ ହର ହର ମହାଦେବ ଜୟ ଭୋଳାଶଙ୍କର ନିଶ୍ଚୟ ଲେଖିଦିଅନ୍ତୁ ଏବଂ ଆମର ଏହି ଭିଡ଼ିଓଟିକୁ ଗୋଟିଏ ଲାଇକ୍ ଆପଣ ନିଶ୍ଚୟ ଦିଅନ୍ତୁ। ତେବେ ମୁଁ ଉମେଶ ଆପଣମାନଙ୍କୁ ସ୍ୱାଗତ କରୁଛି ବାସ୍ତୁ ଟିପ୍ସ ଓଡ଼ିଆକୁ। ସବୁଠାରୁ ପ୍ରଥମ କଥା, ଯଦି ଆପଣ ଚାକିରିର ପ୍ରସ୍ତୁତି କରୁଛନ୍ତି ଏବଂ ଆପଣ ମଧ୍ୟ ଚାହୁଁଛନ୍ତି କି ଆପଣଙ୍କୁ ଚାକିରି ଶୀଘ୍ର ମିଳିଯାଉ, ତେବେ ଆପଣ ଏହି ଉପାୟଟିକୁ କରିନିଅନ୍ତୁ। ଏହି ଉପାୟଟିକୁ କରିବା ପରେ ଆପଣ ଏହା ମାନିକରି ଚାଲନ୍ତୁ, ଆପଣଙ୍କୁ ଚାକିରି ସୁନିଶ୍ଚିତ ମିଳିଯିବ। ଶ୍ରାବଣର ଏହି ପବିତ୍ର ମାସରେ କୌଣସି ବି ଏକ ସୋମବାର ଦିନ ଆପଣଙ୍କୁ ପ୍ରଥମେ ସକାଳୁ ଉଠିବାର ଅଛି। ଆପଣଙ୍କର ସ୍ନାନ ଆଦି କାର୍ଯ୍ୟ ସବୁ ସାରି ନେବାର ଅଛି। ଗୋଟିଏ କାଚର କିମ୍ବା ଏକ ପ୍ଲାଷ୍ଟିକର ଶିଶିରେ ମରିଚ ଆପଣ ଭରି ନେବେ। ମରିଚ ଏଥିପାଇଁ ଭରିବେ ଯେ ଭଗବାନ ଭୋଳାନାଥଙ୍କୁ ମରିଚ ଅତ୍ୟନ୍ତ ପ୍ରିୟ ହୋଇଥାଏ। ଭଗବାନ ଭୋଳାନାଥଙ୍କର କୃପାରେ ଯଦି କଳା ମରିଚର ବ୍ୟବହାର କରାଯାଏ, ତେବେ ସେହି ପୂଜା ତୁରନ୍ତ ସିଦ୍ଧ ହୋଇଯାଇଥାଏ। ଆପଣ ଏକ ଶିଶିରେ ମରିଚ ଭରି ଦିଅନ୍ତୁ ଏବଂ ଏକ ତମ୍ବାର ଲୋଟା ନିଅନ୍ତୁ, ସେଥିରେ ଜଳ ଭର୍ତ୍ତି କରିଦିଅନ୍ତୁ ଏବଂ ସେହି ଜଳରେ ଅଳ୍ପ ଗଙ୍ଗା ଜଳ ପକାଇ ଦିଅନ୍ତୁ। ଏହି ସବୁକୁ ନେଇ ଆପଣ ଭଗବାନ ଭୋଳାଶଙ୍କରଙ୍କର ମନ୍ଦିରକୁ ଯାଆନ୍ତୁ ଏବଂ ମନ୍ଦିରରେ ପହଞ୍ଚିବା ପରେ ଆପଣ ଭଗବାନ ଭୋଳାଶଙ୍କରଙ୍କ ସମ୍ମୁଖରେ ନିଜର ମୁଖକୁ ଉତ୍ତର ଦିଗକୁ କରି ଶିବଲିଙ୍ଗରେ 1 ଲୋଟା ଜଳ ଆପଣ ଅର୍ପଣ କରିଦିଅନ୍ତୁ। ଯେତେବେଳେ ଆପଣ ପାଣି ପୁରା ଢାଳିଦେବେ, ଆପଣ ଯେଉଁ ଶିଶି ନେଇକରି ଆସିଛନ୍ତି ସେହି କଳା ମରିଚରେ ଭରା ହୋଇଥିବା ଶିଶିଟିକୁ ଭଗବାନ ଶିବଙ୍କର ଲିଙ୍ଗରେ ଛୁଆଇଁ କରି ତାକୁ ଆଣି ଆପଣ ଆପଣଙ୍କର ଗୃହରେ ପୂଜା ଘରେ ନିଶ୍ଚୟ ରଖନ୍ତୁ। ଆପଣ ଯେତେବେଳେ ବି ଚାକିରିର ଇଣ୍ଟରଭ୍ୟୁ ଦେବା ପାଇଁ ଯାଉଛନ୍ତି କିମ୍ବା ଯଦି ଆପଣ ଚାକିରି କରୁଛନ୍ତି ଏବଂ ଆପଣଙ୍କର ଚାକିରି ସମ୍ବନ୍ଧିତ କୌଣସି ଏକ କାର୍ଯ୍ୟରେ ଯାଉଛନ୍ତି, ତେବେ ଆପଣ ଏହିସବୁ କ୍ଷେତ୍ରରେ ସଫଳତା ପାଇବା ପାଇଁ ସେହି ଶିଶିରୁ ଗୋଟିଏ କଳା ମରିଚ ଆଣି ତାକୁ ଆପଣ ଆପଣଙ୍କର ପକେଟରେ ରଖିଦିଅନ୍ତୁ ଏବଂ ଆପଣ ଆପଣଙ୍କର କାର୍ଯ୍ୟକ୍ଷେତ୍ରରେ ବାହାରି ଯାଆନ୍ତୁ। ଦେଖିବେ, ଯଦି ଆପଣ ଇଣ୍ଟରଭ୍ୟୁ ଦେବାକୁ ଯାଇଥିବେ, ତେବେ ଆପଣଙ୍କର ଚାକିରି କ୍ଷେତ୍ରରେ ଯେଉଁ ବାଧା ଆସୁଥିଲା ତାହା ଆପଣଙ୍କର ଦୂରେଇ ଯିବ ଏବଂ ଯଦି ଆପଣ ଆପଣଙ୍କର ଚାକିରି କ୍ଷେତ୍ରରେ କୌଣସି କାର୍ଯ୍ୟକୁ ଯାଉଥିଲେ, ତେବେ ନିଶ୍ଚୟ ରୂପରେ ଆପଣଙ୍କୁ ସେହି କାର୍ଯ୍ୟରେ ସଫଳତା ପ୍ରଦାନ ହେବ। ଏହା ଶିବ ପୁରାଣରେ ଲେଖା ହୋଇଥିବା ପ୍ରାଚୀନ କାଳର ଏକ ମହାନ ଉପାୟ ଅଟେ। ଏହିସବୁ କଥାକୁ ଆପଣ କେବେ ବି ଅନ୍ଧବିଶ୍ୱାସ ବୋଲି ଭାବିବେ ନାହିଁ। ଯଦି ଆପଣଙ୍କର ଭଗବାନଙ୍କ ଉପରେ ଭକ୍ତି ଥାଏ, ବିଶ୍ୱାସ ଥାଏ, ତେବେ ଆପଣଙ୍କୁ ଏହି କଥା ଗୁଡ଼ିକ ସତ୍ୟ ଲାଗିବ। ଯଦି ଆପଣଙ୍କର ଭଗବାନଙ୍କ ଉପରେ ବିଶ୍ୱାସ ନଥାଏ କିମ୍ବା ଭରସା ନଥାଏ, ତେବେ ଆପଣଙ୍କୁ ଏହି କଥା ଗୁଡ଼ିକ ଅନ୍ଧବିଶ୍ୱାସ ପରି ଲାଗିବ। ଆପଣ ଶିବ ପୁରାଣରେ ଲେଖା ହୋଇଥିବା ଅଧ୍ୟାୟ ନମ୍ବର 54ରେ ଏହି ଉପାୟ ସମ୍ପର୍କରେ ଲେଖା ହୋଇଛି। ଆପଣ ନିଶ୍ଚୟ ଭାବରେ ଏହି ଉପାୟକୁ ଥରେ କରିକି ଦେଖନ୍ତୁ। ଯଦି ଆପଣ ସଚ୍ଚା ହୃଦୟରୁ ଭକ୍ତିର ସହକାରେ ସମ୍ପୂର୍ଣ୍ଣ ବିଶ୍ୱାସରେ ଏହି ଉପାୟକୁ କରିବେ, ସଚ୍ଚା ମନରେ ଭଗବାନ ଶିବଙ୍କୁ ସ୍ମରଣ କରି କୌଣସି କାର୍ଯ୍ୟ ଯଦି କରନ୍ତି, ସେଥିରେ ଆପଣଙ୍କୁ ନିଶ୍ଚୟ ରୂପରେ ସଫଳତା ମିଳିଥାଏ। ଦ୍ୱିତୀୟ ଉପାୟ, ଏହା ଏକ ଏପରି ଉପାୟ ଅଟେ, ଯଦି ଆପଣ ଏହି ଉପାୟକୁ କରିନିଅନ୍ତି, ତେବେ ଆପଣଙ୍କ ଘରର ଉନ୍ନତି ହେବ। ବନ୍ଧୁଗଣ, ଆପଣଙ୍କ ଘରେ ଭଗବାନ ଭୋଳାନାଥଙ୍କର ଫଟୋ ଚିତ୍ର ନାହିଁ କିମ୍ବା ତାଙ୍କର ମୂର୍ତ୍ତି ନାହିଁ, ଭଗବାନ ଭୋଳାନାଥଙ୍କର ଶିବ ପରିବାରର କୌଣସି ମୂର୍ତ୍ତି ନାହିଁ, ତେବେ ଆପଣଙ୍କ ଘରେ ଶ୍ରାବଣର ସୋମବାର ବହୁତ ହିଁ ପବିତ୍ର ଦିନ ଅଟେ। ଯଦି ଆପଣ ଭଗବାନ ଶିବଙ୍କର କିମ୍ବା ଭଗବାନ ଶିବଙ୍କର ସମ୍ପୂର୍ଣ୍ଣ ପରିବାରର ମୂର୍ତ୍ତି ଆଣିକରି ଆପଣଙ୍କ ଘରେ ସ୍ଥାପିତ କରିଦେବେ, ତେବେ ମାନିକରି ଚାଲନ୍ତୁ, ଆପଣଙ୍କ ଉପରେ ଭଗବାନ ଭୋଳାନାଥଙ୍କର ଅଶେଷ ଅଶେଷ କୃପା ଦୃଷ୍ଟି ରହିବ ଏବଂ ଆପଣଙ୍କ ଘରର ସର୍ବଦା ଉନ୍ନତି ହେବ। ଆପଣଙ୍କ ଘରେ ସକାରାତ୍ମକ ଉର୍ଜାର ମଧ୍ୟ ବାସ ହେବ। ଯଦି କୌଣସି ବ୍ୟକ୍ତି ଭଗବାନ ଭୋଳାନାଥଙ୍କୁ ରୁଦ୍ରାକ୍ଷ ଅର୍ପଣ କରିଦିଏ, ତ ଭଗବାନ ଭୋଳାନାଥଙ୍କର କୃପା ତାଙ୍କ ଉପରେ ସଦାସର୍ବଦା ରହିଥାଏ। କୁହାଯାଇଥାଏ କି ଶ୍ରାବଣ ମାସର କୌଣସି ସୋମବାର ଦିନ ଗୋଟିଏ ରୁଦ୍ରାକ୍ଷ ମାଳା ନେଇ ଭଗବାନ ଭୋଳାନାଥଙ୍କର ଶିବଲିଙ୍ଗ ଉପରେ ଆପଣ ପ୍ରଥମେ 1 ଲୋଟା କଞ୍ଚା କ୍ଷୀର ଚଢ଼ାଇବାର ଅଛି। ତାହାପରେ ସେହି ରୁଦ୍ରାକ୍ଷର ମାଳାକୁ ଶିବଲିଙ୍ଗରେ ଛୁଆଇଁ କରି ଆପଣ ନିଜେ ଧାରଣ କରନ୍ତୁ। ଏତିକି କରିବା ପରେ ଭଗବାନ ଭୋଳାନାଥଙ୍କର ଆପଣଙ୍କ ଉପରେ ବିଶେଷ କୃପା ରହିବ। ଯେବେ ଭଗବାନ ଭୋଳାନାଥଙ୍କର ଲୁହ ଧରିତ୍ରୀ ଉପରେ ପଡ଼ିଥିଲା, ତେବେ ତାହା ରୁଦ୍ରାକ୍ଷର ରୂପ ଧାରଣ କରିଥିଲା ଏବଂ ରୁଦ୍ରାକ୍ଷରେ ଯଦି ଆପଣ ଏହି ପ୍ରକାରର ଉପାୟ କରିନେବେ, ଯେମିତି ଆମେ ଆପଣଙ୍କୁ ବତାଇଲୁ,
ଆପଣ ଚାହିଁଲେ ରୁଦ୍ରାକ୍ଷର ମାଳାକୁ ଆପଣ ଧାରଣ କରିନିଅନ୍ତୁ କିମ୍ବା ତାକୁ ଆଣି ଆପଣ ନିଜର ପୂଜା ଗୃହରେ ସ୍ଥାପିତ କରିଦିଅନ୍ତୁ ଏବଂ ଏହାର ପୂଜା ଆପଣ ପ୍ରତ୍ୟେକ ସୋମବାର ଦିନ କରନ୍ତୁ। ଏତିକି କରିବା ପରେ ଆପଣ ପୁରା ଜୀବନରେ ଏବଂ ଆପଣଙ୍କ ପରିବାରର ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଭଗବାନ ଭୋଳାନାଥଙ୍କର ଆଶୀର୍ବାଦରୁ ଆପଣମାନେ ଆପଣଙ୍କର ଜୀବନରେ ବହୁତ ଅଧିକ ଆଗକୁ ଯିବେ ଏବଂ ଆପଣ ମଧ୍ୟ ବହୁତ ଅଧିକ ଉନ୍ନତି କରିବେ। ମାନି ନିଅନ୍ତୁ ଆପଣଙ୍କ ପାଖରେ ଟଙ୍କା ପଇସା ରହୁନାହିଁ ଏବଂ ଆପଣ ଆର୍ଥିକ ସମସ୍ୟାରେ ଘେରି ହୋଇ ରହିଛନ୍ତି। ଆପଣଙ୍କ ଉପରେ ମଧ୍ୟ କରଜର ଭାର ରହିଅଛି, ଆପଣ ତାହାକୁ ଶୁଝିପାରୁନାହାନ୍ତି। ତେବେ ଆପଣ ଏହି ଶ୍ରାବଣର ପବିତ୍ର ମାସରେ କୌଣସି ସୋମବାର ଦିନ ଏକ ଡମ୍ବୁରୁ କିଣନ୍ତୁ। ସେହି ଡମ୍ବୁରୁକୁ ନେଇ ଆପଣ ଭଗବାନ ଭୋଳାନାଥଙ୍କର ମନ୍ଦିରକୁ ଯାଆନ୍ତୁ। ଶିବଲିଙ୍ଗରେ ଡମ୍ବୁରୁକୁ ଛୁଆଇଁ କରି ତାକୁ ଆଣି ଆପଣ ଆପଣଙ୍କର ଠାକୁର ଘରେ ସ୍ଥାପିତ କରିଦିଅନ୍ତୁ। କେବଳ ଆପଣଙ୍କୁ ଏତିକି କରିବାର ଅଛି ଏବଂ ଆପଣ ସେହି ଡମ୍ବୁରୁକୁ ପ୍ରତ୍ୟେକ ସୋମବାର ଦିନ ଧୂପ ଦୀପ ଦେଖାଇ ତାକୁ ପୂଜା କରନ୍ତୁ। ଦେଖିବେ ଆପଣଙ୍କୁ କରଜର ମାୟାଜାଲରୁ ନିଶ୍ଚୟ ରୂପରେ ମୁକ୍ତି ମିଳିଯିବ ଏବଂ ଆପଣଙ୍କ ଜୀବନରେ ଧନ ଆସିବା ଆରମ୍ଭ ହୋଇଯିବ। ଧନ ଆସିବାର ଅନେକ ଗୁଡ଼ିଏ ମାର୍ଗ ମଧ୍ୟ ଆପଣଙ୍କ ଜୀବନରେ ଖୋଲିଯିବ। ଆର୍ଥିକ ସମସ୍ୟାରୁ ମଧ୍ୟ ଆପଣଙ୍କୁ ମୁକ୍ତି ମିଳିଯିବ। ଧନରେ ମଧ୍ୟ ଆପଣଙ୍କର ବୃଦ୍ଧି ହେବ। ଏହି ପ୍ରକାରରେ ଆପଣ ମଧ୍ୟ ମାନି ନିଅନ୍ତୁ ଯେ ଆପଣଙ୍କର ଅନେକ ଗୁଡ଼ିଏ ଶତ୍ରୁ ଅଛନ୍ତି ଯିଏ ସଦାସର୍ବଦା ଆପଣଙ୍କର କିଛି କ୍ଷତି କରିବାକୁ ଚାହୁଁଛନ୍ତି। ତେବେ ଆପଣ ଏହି ଶ୍ରାବଣର ପବିତ୍ର ମାସର କୌଣସି ବି ଏକ ସୋମବାର ଦିନ ଆପଣ ଏକ ପିତ୍ତଳର ତ୍ରିଶୂଳ ମାର୍କେଟରୁ କିଣି ଆଣନ୍ତୁ। ସେହି ତ୍ରିଶୂଳକୁ ନେଇ ଆପଣ ଭଗବାନ ଭୋଳାନାଥଙ୍କର ମନ୍ଦିରକୁ ଯାଆନ୍ତୁ। ଭଗବାନ ଭୋଳାନାଥଙ୍କର ପ୍ରତିମାର ଡାହାଣ ଚରଣରେ ସେହି ତ୍ରିଶୂଳକୁ ଛୁଆଇଁ କରି ଆପଣ ତାକୁ ଆଣି ଆପଣଙ୍କ ଘରର ନିଜର ପୂଜା ଘରେ ସ୍ଥାପିତ କରିଦିଅନ୍ତୁ। ଦେଖିବେ ଆପଣଙ୍କର ସେହି ଶତ୍ରୁ ଆପଣଙ୍କର କୌଣସି ପ୍ରକାରର ବି କ୍ଷତି କରିପାରିବ ନାହିଁ, ବରଂ ସେହି ଶତ୍ରୁର କ୍ଷତି ହେବ ଏବଂ ତାଙ୍କର ବିନାଶ ହୋଇଯିବ। ଆପଣ ଏହା ମାନି ନିଅନ୍ତୁ ଯେ ଦୁର୍ଭାଗ୍ୟ ଆପଣଙ୍କର ପିଛା ଛାଡ଼ୁନାହିଁ ଏବଂ ଆପଣ ସେହି କଥା ପାଇଁ ବହୁତ ଅଧିକ ଚିନ୍ତାରେ ଅଛନ୍ତି। ଆଉ ଆପଣ ଚାହୁଁଛନ୍ତି କି ଆପଣଙ୍କର ସେହି ଦୁର୍ଭାଗ୍ୟ ସୌଭାଗ୍ୟରେ ପରିଣତ ହୋଇଯାଉ। ତେବେ ଆପଣ ଏହି ଶ୍ରାବଣର ପବିତ୍ର ସୋମବାର ଦିନ ଗୋଟିଏ ମୟୂର ପଙ୍ଖ କିଣିକରି ଆଣନ୍ତୁ ଏବଂ ସେହି ମୟୂର ପଙ୍ଖକୁ ଆପଣ ଆପଣଙ୍କ ଘରର ପୂଜା ଘରେ ସ୍ଥାପିତ କରିଦିଅନ୍ତୁ। କୁହାଯାଇଥାଏ କି ଶ୍ରାବଣର ଏହି ପବିତ୍ର ମାସରେ ମୟୂର ପଙ୍ଖକୁ ଆଣିକରି ଯଦି ଘରେ ରଖାଯାଏ ତେବେ ଏହାଦ୍ୱାରା ଆପଣଙ୍କର ଭାଗ୍ୟ ଉଦୟ ହୋଇଯାଇଥାଏ। ଆପଣଙ୍କର ଦୁର୍ଭାଗ୍ୟ ସୌଭାଗ୍ୟରେ ପରିଣତ ହୋଇଯାଇଥାଏ। ଆପଣଙ୍କ କୁଣ୍ଡଳୀରେ ଥିବା କାଳସର୍ପ ଦୋଷ ମଧ୍ୟ ତାହା ଆପଣଙ୍କର ସମାପ୍ତ ହୋଇଯାଇଥାଏ ଏବଂ ଏହା ସହିତ ଆପଣ ଆପଣଙ୍କର ଜୀବନରେ ବହୁତ ଅଧିକ ଉନ୍ନତି କରିଥାନ୍ତି। ଯଦି ଶିବଲିଙ୍ଗରେ ଦୁବ ଘାସ ଅର୍ପଣ କରାଯାଏ ତେବେ ଭଗବାନ ଶିବ ଆପଣଙ୍କୁ ଧନ ଦୌଲତରେ ମାଲାମାଲ କରିଦିଅନ୍ତି। ଭଗବାନ ଗଣେଶ ଆପଣଙ୍କୁ ସୁଖ ସମୃଦ୍ଧିରେ ପରିପୂର୍ଣ୍ଣ କରିଦେଇଥାନ୍ତି। ଆପଣଙ୍କର ଘରେ କେବେ ବି ପଇସାର ଅଭାବ ରହିନଥାଏ ଏବଂ ଆପଣଙ୍କର ଘରକୁ କେବେ ବି ଗରିବୀ ଭଳି ସମସ୍ୟା ଦେଖାଦେଇନଥାଏ। ତେବେ ବନ୍ଧୁଗଣ, ଯଦି ଆପଣଙ୍କୁ ଏହି ଭିଡ଼ିଓଟି ଆମର ଭଲ ଲାଗିଥାଏ ତେବେ ଆପଣ ଆମର ଏହି ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରି ତଳେ ଆସୁଥିବା କମେଣ୍ଟ ବକ୍ସରେ ହର ହର ମହାଦେବ ଓମ୍ ନମଃ ଶିବାୟ ନିଶ୍ଚୟ ଲେଖନ୍ତୁ ଏବଂ ଏହିପରି ପ୍ରତିଦିନ ଭିଡ଼ିଓ ଦେଖିବା ପାଇଁ ଏବଂ ଶ୍ରାବଣ ମାସର କେତେଗୁଡ଼ିଏ ନିୟମ ଜାଣିବା ପାଇଁ ଆମର ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ବେଲ୍ର ଆଇକନ୍ଟିକୁ ପ୍ରେସ୍ କରନ୍ତୁ, ଯାହାଫଳରେ ଆମେ ଅପଲୋଡ଼ କରୁଥିବା ପ୍ରତ୍ୟେକ ଭିଡ଼ିଓ ଆପଣଙ୍କ ପାଖରେ ପ୍ରତିଦିନ ସର୍ବପ୍ରଥମେ ପହଞ୍ଚି ପାରିବ। ଧନ୍ୟବାଦ।